ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ହୋଇପାରୁନି ସରକାରୀ କାମ। ଅମଲା ସଂଘ ବନାମ ରାଜସ୍ୱ ମନ୍ତ୍ରୀ। ଅମଲା ସଂଘକୁ ଭାଗ ଭାଗ କରିବାକୁ ଷଡ଼ଯନ୍ତ୍ର। ଆଜି ଅମଲା ସଂଘର କାର୍ଯ୍ୟ ବନ୍ଦକୁ ନେଇ ରାଜସ୍ୱ ମନ୍ତ୍ରୀ ଡକାଇଥିଲେ ବୈଠକ। କହିଲେ ଆଲୋଚନା ସଫଳ ହୋଇଛି। ସୋମବାରରୁ କାର୍ଯ୍ୟରେ ଯୋଗ ଦେବେ ଅମଲା। ଆନ୍ଦୋଳନରେ ଥିବା ବିଭିନ୍ନ ଅମଲା ସମସ୍ୟାର ସମାଧାନ ଚାହୁଁନଥିବା ରାଜସ୍ୱ ମନ୍ତ୍ରୀ କହିଛନ୍ତି। ଏପରି କହି ତାଙ୍କୁ ଭେଟିଥିବା ଅମଲା ସଂଘ ଓ ଅନ୍ୟ ଅମଲା ସଂଘ ଭିତରେ ଡିଭାଇଡ୍ ଆଣ୍ଡ ରୁଲ୍ ନୀତି ଆପଣାଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ହେଲେ ରାଜସ୍ୱ ମନ୍ତ୍ରୀଙ୍କୁ ଭେଟିଥିବା ଅମଲା ସଂଘ ଗୋଷ୍ଠୀ କିଛି ବି କହିଲେନି। କାର୍ଯ୍ୟରେ ଯୋଗ ଦେବେ କି ନାହିଁ ସେ ନେଇ ମୁହଁ ବି ଖୋଲିଲେ ନାହିଁ। ଯାହାକୁ ନେଇ ପୁଣି ଥରେ ଚରମ ପନ୍ଥା ଆପଣାଇବାର ଚେତାବନୀକୁ ଦୋହରାଇଛନ୍ତି ରାଜସ୍ୱ ମନ୍ତ୍ରୀ। ଯଦି ସୋମବାର ଅମଲାମାନେ କାର୍ଯ୍ୟରେ ଯୋଗ ନ ଦେବେ ତେବେ ଅସ୍ତ୍ର ପ୍ରୟୋଗ କରିବେ ସରକାର। ଯେଉଁ ଅସ୍ତ୍ରରେ ସିଧା ହେବେ ସେ ଅସ୍ତ୍ର ପ୍ରୟୋଗ ହେବ ବୋଲି ସେ ରୋକଠୋକ କହିଛନ୍ତି। ତୁଳି ଭିତରୁ ଅସ୍ତ୍ର ବାହାରି ସାରିଲାଣି। ଆଉ ଯଦି ସୋମବାର ଦିନ ପୁଣି ସେମାନେ ଅନ୍ୟମାନଙ୍କ ଉପରେ ଚାପ ପ୍ରୟୋଗ କରିବେ ଏବଂ କାର୍ଯ୍ୟ ବନ୍ଦ କରିକି ଲୋକଙ୍କୁ ହଇରାଣରେ ପକାଇବେ ତାହେଲେ ବହୁତ ବଡ଼ ବଡ଼ ଅସ୍ତ୍ର ଆକୁ ସୋମବାର ଦିନଟା ମାନେ ଦେଖିବେ। ସେପଟେ ଦ୍ୱାଦଶ ଦିବସରେ ପହଞ୍ଚିଛି ରାଜସ୍ୱ ଅମଲା ସଂଘର ସମୂହ ଛୁଟି ଆନ୍ଦୋଳନ। ଗତକାଲି ଅପରାହ୍ନରେ ଦେବଗଡ଼ ରୌନକ ପ୍ଲାଜାଠାରେ ଜିଲ୍ଲା ସଂଘ ସଭାପତି କମଳାପତି ସାହୁଙ୍କ ସଭାପତିତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଘୋଷଣା କରାଯାଇଛି। এই আন্দোলন চালি রয়েছে এবং এই আন্দোলন মধ্যে আগামী দিনে আমার দাবি পূরণ হওয়া পর্যন্ত চালি রহব। আমি আশা রখিবু আমি সরকারি কর্মচারী সরকারঙ্কর লোক সরকারঙ্ক যোজনাকে নেইকি লোকঙ্ক পাখরে আমি পৌঁছাউছু। সরকার আমার দাবি প্রতি অত্যন্ত সংবেদনশীল হেবে সহানুভূতশীল হেবে এবং লোকঙ্ক সরকার যেটা কହୁଛନ୍ତି মোহন সরকার বলিকি জনপ্রিয় সরকার বলিকি কହୁଛନ୍ତି সে সরকার নিশ্চিত ভাবে 10,000 অমলাঙ্কর মনোভাবକୁ ବୁଝିବେ ଏବଂ ତାଙ୍କ ଦାବିକୁ ପୂରଣ କରିବେ। ରାଜସ୍ୱ ଅମଲାମାନଙ୍କର 10 ଦଫା ଦାବି ପୂରଣ କରିବାରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଯାହାଫଳରେ କି ଓଡ଼ିଶା ରାଜସ୍ୱ ଅମଲା ସଂଘ ଆହ୍ୱାନ କ୍ରମେ ଗତକାଲିଠାରୁ ଆମେ ସମୂହ ଛୁଟି ଆନ୍ଦୋଳନକୁ ଓହ୍ଲାଇଛୁ। ଆଉ ଏହି ଆନ୍ଦୋଳନ ସେହି ପର୍ଯ୍ୟନ୍ତ ଜାରି ରହିବ ଯେଉଁ ପର୍ଯ୍ୟନ୍ତ ଆମର ଦାବି ପୂରଣ ନ ହୋଇଛି। ଆଉ ଏଇଥିରେ ଯଦି ଜନସାଧାରଣଙ୍କର ଯାହା କିଛି ଅସୁବିଧା ହେବ ସେଥିପାଇଁ ସରକାର ଦାୟୀ ରହିବେ। ଅମଲାମାନଙ୍କ ଚାକିରିରେ ପ୍ରବେଶ ମୂଳ ଦରମା ଲେବୁଲ 9 ଅନୁଯାୟୀ ପ୍ରଦାନ, ରାଜସ୍ୱ ଅମଲାମାନଙ୍କ କ୍ୟାଡର ଗଠନ, ପ୍ରତି ଅମଲାଙ୍କ ପରିବାରର ପ୍ରତି ସଦସ୍ୟଙ୍କୁ ବୀମା ପ୍ରଦାନ, 2020 ପୂର୍ବରୁ ଥିବା ନିୟମାନୁସାରେ ପୁନଃ ଥଇଥାନ ନିୟମ ଲାଗୁ କରିବା, ପୁରୁଣା ପେନସନ ଲାଗୁ କରିବା ଆଦି ବିଭିନ୍ନ ଦାବି ସରକାର ଯଥାଶୀଘ୍ର ପୂରଣ କରିବା ନେଇ ଅମଲାମାନେ ଦାବି କରିବା ସହ ଆନ୍ଦୋଳନ ଜାରି ରଖିଛନ୍ତି। ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଫଳରେ ଜିଲ୍ଲାର ବ୍ଲକ, ତହସିଲ, ଉପଜିଲ୍ଲାପାଳ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଦିରେ କୌଣସି କାର୍ଯ୍ୟ ହୋଇପାରୁନାହିଁ। ଦେବଗଡ଼ରୁ ବ୍ରିଜେଶ ପ୍ରଧାନ ଓ ଭୁବନେଶ୍ୱରରୁ କ୍ୟାମେରା ପର୍ସନ ଭବାନୀଙ୍କ ସହ ପ୍ରିୟପ୍ରୀତ ମହାନ୍ତିଙ୍କ ରିପୋର୍ଟ, ନନ୍ଦିଘୋଷ ଟିଭି।